ଆଜି ବିଶ୍ୱ ଧ୍ୱଂସାସ୍ତ୍ରରେ ସୁସଜ୍ଜିତ ହେଇଛି। ୟୁରୋପ କଣ୍ଟ୍ରିମାନଙ୍କର ଯେଉଁ ଯୁଦ୍ଧ ଲାଗିଛି ଏବଂ ଯେଉଁ ଧ୍ୱଂସାସ୍ତ୍ର ପ୍ରୟୋଗ ହେଉଛି, ଇଏ ଧୀରେ ଧୀରେ ସମସ୍ତଙ୍କ ଭିତରେ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ସୃଷ୍ଟି ହେଉଛି। ଦ୍ୱିତୀୟରେ ଆଜି ପରିବେଶ ଏତେ ଉଷ୍ମ ହେଇଯାଉଛି, ସବୁଠାରୁ ବିପର୍ଯ୍ୟୟ ହେଇଛି ପରିବେଶ। ତେଣୁ ଏଇ ପରିବେଶ, ପରିବାର ଏବଂ ବିଶ୍ୱର ଶାନ୍ତି ନିମିତ୍ତ ଆମେ ସମସ୍ତେ ଗୋଟେ ମିଳିମିଶି ପ୍ରାର୍ଥନା କରିବା। କିଏ କୋଉ ଧର୍ମର ହେଇପାରେ, କିନ୍ତୁ ସମସ୍ତେ ଆମେ ମଣିଷ। ଆମେ ଆଉ କଣଟା କରିପାରିବା? ତେଣୁ ଆମେ ଗୋଟେ ଚିନ୍ତା କଲୁ, ଆଜି ପବିତ୍ର ଅକ୍ଷୟ ତୃତୀୟାରେ ଇଏ ପରିବାର ତୀର୍ଥ ଅନନ୍ତଙ୍କ କ୍ଷେତ୍ରରେ ସବୁ ଧର୍ମ, ସବୁ ମତର ସାଧୁ ସନ୍ଥ ପଣ୍ଡିତ ମାନେ ବସି ଆମେ ସମସ୍ତେ ମିଳିତ ଭାବରେ ପ୍ରାର୍ଥନା କରିବୁ ବିଶ୍ୱ ଶାନ୍ତି ପାଇଁ। ଖାଲି ସେତିକି ନୁହଁ, ତା ସହିତ କାମ ବି କରିବୁ। ଏ ବର୍ଷ ପରିବେଶର ସୁରକ୍ଷା ପାଇଁ ଆମେ 1 ଲକ୍ଷ ବୃକ୍ଷ ଆମ ରାଜ୍ୟ, ପଡ଼ୋଶୀ ରାଜ୍ୟ, ଭାରତର ବିଭିନ୍ନ ଭାରତର ବାହାରେ ଆମେରିକା, ଜାପାନ, ଚୀନ ଗୋଟିଏ ଗଛ ଲାଗୁ, କିନ୍ତୁ ଅନେକ ଦେଶରେ ଆମେ ଗଛ ଲଗେଇବୁ ଏବଂ 1 ଲକ୍ଷ ଗଛ ଆମେ ଲଗେଇବୁ। ଆଉ ଧ୍ୱଂସାସ୍ତ୍ର ବିହୀନ ପାଇଁ ପ୍ରାର୍ଥନା କରିବୁ। ଆଉ ଆମ ଦ୍ୱାରା ଆଉ ଏ ଯେଉଁ ହବ
ಅನಂತ